ନାହିଁ 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 ମୁଁ ଏ ତ ଓଡ଼ିଶା। ଆପଣମାନେ ଇଏ ହେଉଛି ଓଡ଼ିଶା ଗୋଟିଏ ରାଜ୍ୟ। ଆପଣମାନେ ଦେଖିଲେ ମୋଦିଜୀଙ୍କି କି ସମ୍ମାନ ଦେଇଛନ୍ତି। ମାନେ ବିଶ୍ୱର ବୃହତ୍ତମ ନେତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପସ୍। କିଛି ଆଦରୁ ଆପଣମାନେ ଜାଣିଲେ ନାହିଁ। ଏଇଟିକୁ ଆପଣମାନେ ଭାବନ୍ତୁ, ଥରେ ଚିନ୍ତା କରନ୍ତୁ। ମୋଦିଜୀ ବହୁତ ଅଗରେ। ତେଣୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ହିସାବରେ ଦେଇଛି ଆମେରିକା। ଆମେରିକା ମାନେ ଆପଣ ଜାଣିପାରୁଥିବେ, ମାନେ ରାଷ୍ଟ୍ରର, ଦେଶର, ମାନେ ସମସ୍ତଙ୍କଠୁ ବୃହତ୍ତମ ମାନେ ରାଷ୍ଟ୍ର ସେ ହେଉଛି ଆମେରିକା, USA। ତେଣୁ ସେ ଆଜି ମୋଦିଙ୍କୁ କି ପ୍ରକାର ଭବ୍ୟ ସମ୍ବର୍ଦ୍ଧନା ଦେଲା ତାକୁ ଆପଣମାନେ ସବୁ ସ୍ୱଚକ୍ଷୁରେ ଦେଖିଥିବେ। ତେଣୁ ସେଇ ଆମେରିକାର ଟ୍ରମ୍ପସ୍ ଯେଉଁ ଦେଇଛନ୍ତି ସମ୍ମାନ, ସେ ସମ୍ମାନ ଆଜି ମାନେ ଅଧୁରା। ମୁଁ 60 ବର୍ଷ ଭିତରେ ଏମିତି ସମ୍ମାନ କାହାର ଦେଖିନଥିଲି। ଯେକୌଣସି ପ୍ରଧାନମନ୍ତ୍ରୀ ଯାଆନ୍ତୁ ଆମେରିକା। କିନ୍ତୁ ଦେଖନ୍ତୁ ସେ ଭିଜୁଆଲଟି ଏବେ ମଧ୍ୟ ଭାଇରାଲ୍ ହେଉଛି ସବୁ ମାନେ ମିଡ଼ିଆ ମାଧ୍ୟମରେ। ତେଣୁ ଆ ଭିତରୁ କିଛି ଭାରତବାସୀଙ୍କୁ ଶିକ୍ଷା ଅର୍ଜନ କରିବାର ଅଛି ଯେ ମୋଦିଜୀ ଆମର ହେଉଛନ୍ତି 1 ନମ୍ବର ପ୍ରଧାନମନ୍ତ୍ରୀରେ ଗଣତି ହେବେ। କାରଣ କାହିଁକି ଦେଖନ୍ତୁ, ମୋଦିଜୀଙ୍କ ଗୋଡ଼ରେ କାଳେ ଲାଗିଯିବ ଚେୟାରଟି। ତେଣୁ ପଛପଟେ ଠିଆ ହେଇକି ଡୋନାଲ୍ଡ ଟ୍ରମ୍ପସ୍ ଯେ ବିଶ୍ୱର ବଡ଼ ନେତା, ମାନେ ସିଏ ଟାଣି ଦେଉଛନ୍ତି। ମୋଦିଜୀ ପଶିଲା ପରେ ତାଙ୍କ ପଛପଟେ ଠିଆ ହେଉଛନ୍ତି। ଆଠୁ ଆଉ କି ସମ୍ମାନ ମିଳିପାରେ ଭାରତବର୍ଷକୁ? ନାହିଁ 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 ମୋ ଓଡ଼ିଶା। ଭାରତବାସୀ ଚିନ୍ତା କରିବା ଦରକାର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ମୋଦିଜୀ ମଧ୍ୟ ନେଇ ଜଗନ୍ନାଥଙ୍କ ନାମକୁ ବିଶ୍ଳେଷଣ କରୁଛନ୍ତି। କେଉଁଠି? ଆମେରିକାରେ। ଯେକୌଣସି ମାନେ ବାହାର ଦେଶରେ ମୋଦିଜୀ ନେଇକି ଆଜି ଆମର ମାନେ ଜଗନ୍ନାଥଙ୍କୁ ମଧ୍ୟ ପହଞ୍ଚେଇ ସାରିଲେଣି। ଆମର ଜଗନ୍ନାଥ ସଂସ୍କୃତି, ଉତ୍କଳ ସଂସ୍କୃତି। ତେଣୁ ମୁଁ ସମସ୍ତଙ୍କୁ ନିବେଦନ କରିବି, ସମସ୍ତେ ମୋଦିଙ୍କୁ ଭଲ ପାଇବା ଦରକାର। କାରଣ ମୋଦିଜୀ ହେଉଛନ୍ତି ଆଗ ଧାଡ଼ିର ଭାରତବର୍ଷର 1 ନମ୍ବର ନେତା। ତେଣୁ ମୋଦିଜୀ ନିଶ୍ଚୟ ଭାରତବର୍ଷର ମାନଚିତ୍ରକୁ ବଦଳାଇ ପାରିବେ, ଏହା ସତ୍ୟ। ତେଣୁ ଆପଣମାନେ ୟା ଉପରେ ଟିକେ ଗବେଷଣା କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଭାରତ ମାତା କି ଜୟ।